ବ୍ୟାଙ୍କ ଆଡ୍ ହେଇସାରିଲା ପରେ ଆପଣ ଚେକ୍ କରିପାରିବେ। କେମିତି ଚେକ୍ କରିବେ? ସାଇଟ୍କୁ ଯିବେ, ଓପନ୍ କରିବେ, ପେ ଆଉଟ୍ରେ କ୍ଲିକ୍ କରିବେ, ଆପଣ ଦେଖିବେ ବ୍ୟାଙ୍କ ଆପଣଙ୍କର ଆଡ୍ ହେଲା କି ନାହିଁ। ତାପରେ ଆମେ ଯିବା ନେକ୍ସଟ ପ୍ରୋସେସକୁ। ଯେତେବେଳେ ଆପଣ ICICI APS ଚଲେଇବେ, ପ୍ରଥମେ ଓପନ୍ କଲେ ସିଏ ଦେଖିବ ଆପଣଙ୍କୁ ଅନବୋର୍ଡିଂ ସିଷ୍ଟମଟା। ପ୍ରଥମେ ଆପଣଙ୍କର ଫାଷ୍ଟ ନେମ୍ ଦେବେ, ଯଦି ଆପଣଙ୍କର ମିଡିଲ ନେମ୍ ଥିବ ମିଡିଲରେ ଦେବେ, ତଳେ ଲେଖା ହେଇଛି ମିଡିଲ ନେମ୍, ତା ତଳେ ଲେଖା ହେଇଛି ଲାଷ୍ଟ ନେମ୍, ମାନେ ଆପଣଙ୍କ ଟାଇଟେଲ। ଯଦି ଆପଣ ମିଡିଲ ନେମ୍ ଥିବ ମିଡିଲ ନେମ୍ ଦେବେ, ନହେଲେ ଦେବା ଦରକାର ନାହିଁ, ଲାଷ୍ଟ ନେମ୍ରେ ଆପଣଙ୍କ ଟାଇଟେଲଟା ଲେଖିବେ। ତାପରେ ଆପଣଙ୍କର ଆସିବ ଇମେଲ ଆଡ୍ରେସ୍, ଇମେଲ ଆଡ୍ରେସଟି ଦେବେ। ତାପରେ ଆପଣଙ୍କର ଆସିଲା ମୋବାଇଲ ନମ୍ବର, ତଳେ ଦିଆଯାଇଛି ମୋବାଇଲ ନମ୍ବର ବି ପୁଟ୍ କରିବେ। ଏଇଠି ଆପଣ ମୋବାଇଲ ନମ୍ବର ଦେଇ ଦିଅନ୍ତୁ, ଯୋଉଟା ରେଜିଷ୍ଟର ଥିବ ଆଧାର ସହିତ ସେଇ ମୋବାଇଲ ନମ୍ବରଟି ଦେବେ। ତାପରେ ତଳେ ଦିଆଯାଇଛି ମର୍ଚାଣ୍ଟ ଆଡ୍ରେସ୍ ଲାଇନ୍ 1, ଏଇଟା ସବୁଠୁ ଭେରି ଇମ୍ପୋର୍ଟାଣ୍ଟ। ଆଉ ଆଡ୍ରେସଟା ଠିକ୍ ଭାବରେ ଲେଖିବେ, ଯେମିତି ଏଠି ଲେଖାଯାଉଛି ଆର୍ଟ ଲେଖାଯିବ, ତାପରେ ସ୍ପେସ୍ ଦିଆଯିବ, ତାପରେ ହାଇପେନ୍ ଦିଆଯିବ, ତାପରେ ସ୍ପେସ୍ ଦିଆଯିବ। ତାପରେ ଆପଣଙ୍କର ଆର୍ଟଟା ଯୋଉଠି ଥିବ ଆର୍ଟ ଆପଣଙ୍କର ସେଇଟା ଆପଣ ସେଠି ନେମ୍ଟା ମେନସନ୍ କରିବେ। ତାପରେ ସେଠି କମା ଦେବେ, ଲେଖି ସାରିଲା ପରେ ନାଁ ଲେଖି ସାରିଲା ପରେ କମା ଦେବେ। କମା ଦେଇ ସାରିକି ପୋଷ୍ଟ ଲେଖିବେ, ପିଓ ପୋଷ୍ଟ ଲେଖିବେ। ପୋଷ୍ଟ ଲେଖିକି ସ୍ପେସ୍ ଦେବେ, ପୁଣି ହାଇପେନ୍ ଦେବେ, ପୁଣି ସ୍ପେସ୍ ଦେବେ। ପୋଷ୍ଟ ଦେଖିକି ଆପଣଙ୍କର ପୋଷ୍ଟ ଯାହା ଥିବ, ଯଦି ସେମ୍ ଥିବ ସେମ୍ ହିଁ ସେୟା ହିଁ ଲେଖିବେ, ସେୟା ନାଁ ଲେଖିକି ତାପରେ ରହିବେ। ଏଇଠି ମର୍ଚେଣ୍ଟ ଆଡ୍ରେସ୍ ଲାଇନ୍ 2 ସେମ୍ ଲେଖିବେ, ଉପରେ ଯାହା ଲେଖିଛନ୍ତି ଏଠି ବି ସେମିତି ଲେଖିବେ। ଏଇଟା କେବେ ଭୁଲ କରିବେ ନାହିଁ। ତାପରେ ସିଲେକ୍ଟ ଷ୍ଟେଟରେ ଆପଣଙ୍କର ଓଡ଼ିଶା ଦେଇଦେବେ, ସିଲେକ୍ସନ କରିଦେବେ। ସିଟି ଆପଣଙ୍କର ଯାହା ଥିବ ସେଠି, ଯାହା ବି ଥିବ ଆପଣଙ୍କର ସେଇ ଜାଗାର ସିଟି, ସେଇ ସିଟିଟା ଦେବେ। ଡିଷ୍ଟ୍ରିକ୍ଟ ଦେବେ, ଆପଣଙ୍କର ଯାହା ଡିଷ୍ଟ୍ରିକ୍ଟ ଥିବ। ଦେନ୍ ଆପଣଙ୍କର ଏରିଆ ପିନକୋଡ଼। ପ୍ୟାନ୍ ନମ୍ବର ଦେବେ, ଏଇଠି ପ୍ୟାନ୍ ନମ୍ବର କରେକ୍ଟ କରିକି ଦେବେ, ପ୍ୟାନ୍ ନମ୍ବରଟା ଏଇଠି ଦେଇଦେବେ। ସେକେଣ୍ଡରେ ଆପଣଙ୍କର ଆସିବ ତଳେ ଆଧାର ନମ୍ବର। ପ୍ୟାନ୍ ନମ୍ବର ଦେଇ ସାରିଲେ ଚେକ୍ କରିନେବେ ପ୍ୟାନ୍ ନମ୍ବରଟା ଠିକ୍ ଅଛି କି ନାହିଁ, ଦେନ୍ ଆଧାର ନମ୍ବର ପୁଟ୍ କରିବେ। ନେକ୍ସଟରେ କ୍ଲିକ୍ କରିବେ। ତାପରେ ସେକେଣ୍ଡ ଆସିବ ଆପଣଙ୍କର ବିଜନେସ୍ ନେମ୍। ବିଜନେସ୍ ନେମ୍ରେ ଆପଣଙ୍କ ନାଁ ଲେଖିବେ, ଆପଣଙ୍କ ନାଁ ଲେଖିବେ। କମ୍ପାନୀ ଟାଇପ୍ରେ ଆପଣଙ୍କର କିଛି ବି ଦେଇଦେବେ। ଏଠି ଆପଣଙ୍କର ଗ୍ରୋସରୀ ଷ୍ଟୋର୍ ହେଇଗଲା କି ଆପଣଙ୍କର ଇଲେକ୍ଟ୍ରି ଯାହା ବି ଗୋଟେ ଅଫିସ୍ ସପ୍ଲାୟର୍ସ ଏଠି ଦେଇ ଦିଆଯିବ। ତାପରେ ଆପଣଙ୍କ କମ୍ପାନୀ ସପ୍ ଆଣ୍ଡ ପ୍ୟାନ୍ରେ ସେଠି ଆପଣଙ୍କ ପ୍ୟାନ୍ ନମ୍ବରଟା ଦେବେ, ଆପଣଙ୍କ ପ୍ୟାନ୍ ନମ୍ବରଟା ସେଠି ପୁଟ୍ କରିବେ। ବିଜନେସ୍ ଆଡ୍ରେସ୍, ଆପଣ ଯେଉଁ ଜାଗାରେ ବିଜନେସ୍ କରିବାକୁ ଚାହୁଁଛନ୍ତି ସେଇ ବିଜନେସ୍ ଆଡ୍ରେସଟା ଦେବେ, ଯେଉଁଟାକି ସେମ୍ ପୋଜିସନ୍ ଲେଖା ହେବ। ଆର୍ଟ ଲେଖିବେ, ସ୍ପେସ୍ ଦେବେ, ହାଇପେନ୍ ଦେବେ, ପୁଣି ସ୍ପେସ୍ ଦେବେ, ତାପରେ ବିଜନେସ୍ ଆଡ୍ରେସଟା ଲେଖିବେ।
पोस्ट लिखिए हाइपेन देवे स्पेस देकी हाइपेन देवे सिलेक्ट बिजनेस स्टेट ओडिशा बिजनेस सिटी बिजनेस डिस्ट्रिक्ट बिजनेस पिन कोड आपन एरिया पिन कोड देवे देन नेक्स्ट सिलेक्ट बैंक अकाउंट ब्रांच नेम आपणकर पासबुक रे जो ब्रांच नेम लिखाई थो से ब्रांच नेम टा दिए तापर ये सेविंग्स की करेंट अकाउंट आपणकर ये करेंगे तापर ये आसो आपणकर ओपन हो फाइलटा तापर आपण पैन कार्ड आगु फोटो उठे रखिथे देन आप अपलोड करेंगे पैन कार्ड फोटो अपलोड करेंगे क्लियर रे उठे फोटोटा अपलोड आधार कार्ड सेम जिनस आधार कार्ड टी फोटो उठे रखिथे गैलरी तापर आधार कार्ड फोटो देदेवे ये पूरा अपलोड सब फोटो आपण सप कि घर बाहर फोटो गोटे उठे से रखिथे से कैप्चर करके नेक्स्ट क्लिक करने आपंकर ईपीएस पूरा पूरी कंप्लीट हो गला ऑनबोर्डिंग।